ଦେଖନ୍ତୁ ଆମେ ବିଗତ 22 ତାରିଖ ଦିନ କାଶୀପୁର ଅଞ୍ଚଳର ସିଜିମାଳି ଗସ୍ତ କରିଥିଲୁ। କୋରାପୁଟ ଆଦିବାସୀ ମହାସଂଘ ତରଫରୁ ମହାସଂଘର କର୍ମକର୍ତ୍ତା ଓ ଅନ୍ୟାନ୍ୟ ବୁଦ୍ଧିଜୀବୀ ସେଠାକାର ଯାଇକି ଯେଉଁ ସିଜିମାଳିର ବିସ୍ଥାପିତ ଯେଉଁମାନେ ଅଛନ୍ତି, ଯେଉଁ କଣ୍ଟାମାଳ, ବଣ୍ଡେଲ, ଆଲିଗୁନା, ତାପରେ ଶାଗବାରୀ, ଏମିତି ତଳାମପଦର ଗାଁ ଗୁଡ଼ାକ ଗସ୍ତ କରି ଯେଉଁମାନେ ପ୍ରଭାବିତ ଖଣି ପ୍ରଭାବିତ ଅଞ୍ଚଳର ସଭାପତିମାନଙ୍କ ଦ୍ୱାରା ଆମେ ଆଲୋଚନା କରି ବୁଝିଥିଲୁ ଯେ ସେ ଅଞ୍ଚଳରେ ପୋଲିସ ଏବଂ କମ୍ପାନୀ ଯେଉଁଭଳି ଭାବରେ ଆଦିବାସୀ ମା ଭଉଣୀମାନଙ୍କୁ ଯେଉଁ ଫାୟାରିଂ କରିଥିଲେ, କାହାର ମୁଣ୍ଡ ଫାଟିଛି, କେଉଁଠି ଗାଈ ମରିଛି, କେଉଁଠି ତ ଲୋକ ଆହତ ହୋଇଛନ୍ତି, ଘର ଭାଙ୍ଗିଛି, ଏମିତି ଘର ବି ଭାଙ୍ଗି ଦେଇଛନ୍ତି। ସୀତାରାମ ମାଝୀଙ୍କର ଘର, ଯେ କି ଏକ୍ସ ସରପଞ୍ଚ ସୁଙ୍ଗେର, ତାଙ୍କୁ ଏମିତି ତାଙ୍କ କମିଟି ସାଙ୍ଗରେ ଆମେ ସବିଶେଷ ମାନେ ପୁଙ୍ଖାନୁପୁଙ୍ଖ ଭାବରେ ଆମେ ଆଲୋଚନା କରିଥିଲୁ ଏବଂ ତାଙ୍କର ଯେଉଁ ଦାବି ଗୁଡ଼ାକ ଥିଲା ସେ ଦାବିକୁ ଏବଂ ସେ ଅଞ୍ଚଳର ଯେଉଁ ସମସ୍ୟାକୁ ଆମେ ଅନୁଧ୍ୟାନ କରି ଆମେ ପୁନର୍ବାର ଆମେ ଫେରି ଆସିଥିଲୁ ଏବଂ ଫେରିଲା ପରେ ଆମେ ଯେଉଁ ତାଙ୍କ ଦ୍ୱାରା ଯେଉଁ ଆଲୋଚନାରେ ଯେଉଁ ବାହାରିଥିଲା ସେଗୁଡ଼ାକୁ କେମିତି ଗଭର୍ଣ୍ଣର ବା ରାଜ୍ୟ ସରକାରଙ୍କୁ ଆମେ କୋରାପୁଟ ଆଦିବାସୀ ମହାସଂଘ ତରଫରୁ ଯେଉଁ ଆଦିବାସୀ ଭାଇମାନଙ୍କର ଯେଉଁ ସମସ୍ୟା ଅଛି ଆଉ ସମ୍ମୁଖୀନ ହେଉଛନ୍ତି ପୋଲିସ ଦ୍ୱାରା ଏବଂ କମ୍ପାନୀ ଦ୍ୱାରା, ତା ଉପରେ ଆଜି ଆମେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଆମେ ଆଜି ଦାବିଟା ଦେଇଛୁ। ଡିମାଣ୍ଡ ରହିଛି ଯେଉଁ ଗ୍ରାମସଭା ପୋଲିସ ସଭା ହେଇଛି ବିଗତ ଦିନମାନଙ୍କରେ ସବୁ ସିଜିମାଳି ଅଞ୍ଚଳରେ ବା ପ୍ରଭାବିତ ଅଞ୍ଚଳରେ, ସେ ଅଞ୍ଚଳରେ ଯେମିତି ପ୍ରପର ଗ୍ରାମସଭା ହେବ ଏବଂ ଯେଉଁ ଗ୍ରାମସଭା ହେବ ପ୍ରଭାବିତ ଅଞ୍ଚଳର ଲୋକଙ୍କ ଦ୍ୱାରା ହିଁ ଗ୍ରାମସଭା ହେବ ଏବଂ ରାଜ୍ୟର ଯେଉଁ ଉଚ୍ଚ ନ୍ୟାୟାଳୟର ଯେଉଁ ବିଚାରପତିଙ୍କ ଦ୍ୱାରା ସେଠି ଗ୍ରାମସଭା ହେବ।